ତାଙ୍କର ଦୁଇଟି ଅନୁଷ୍ଠାନ ଗଢ଼ିଥିଲେ। ଗୋଟେ ସାରସ୍ୱତ ମଠ ସନ୍ନ୍ୟାସୀମାନଙ୍କ ପାଇଁ, ଆଉ ଗୋଟେ ନୀଳାଚଳ ସାରସ୍ୱତ ସଂଘ ଗୃହୀମାନଙ୍କ ପାଇଁ। ସେଠି ଗୃହୀମାନଙ୍କ ସ୍ଥାନ ନାହିଁ, ଏଠି ସନ୍ନ୍ୟାସୀଙ୍କ ପାଇଁ ସ୍ଥାନ ନାହିଁ। ଯଦି ଆମ ପାଇଁ ସେ କରିଥିଲେ ଗୃହୀମାନଙ୍କ ପାଇଁ, ତା ଦେହରେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଆଦର୍ଶ ଗୃହୀ କିଏ? ଯାହାକୁ ଦେଖିକି ଅନ୍ୟମାନେ ବା ପରବର୍ତ୍ତୀ ଜେନେରେସନ୍ ଆଗେଇବେ। ଯାହାକୁ ଆଜି ସଭାପତି ଏଠି ଅନୁମତି ଦେଇ ଠିଆ ହେଇଛି ସେ ଆଦର୍ଶ ତ ଖାଲି କହିଲେ ହେବନି। ଉଚ୍ଚାରଣ ଆଚରଣ ଯେତେବେଳେ ଏକ ହେବ ସେତେବେଳେ ଜଣେ ଆଦର୍ଶ ହେବ, ସେ ଆଦର୍ଶ ଗୃହୀ ହେବ। କହୁଛନ୍ତି ଯିଏ ଭୋଜନରେ ସନ୍ତୁଷ୍ଟ ସେ ଗୃହୀ, ଯିଏ ଭଜନରେ ସନ୍ତୁଷ୍ଟ ସେ ଆଦର୍ଶ ଗୃହୀ। ସେ ତ ସୁପର ଜୈବ। ଯିଏ ଦ୍ରବ୍ୟରେ ସନ୍ତୁଷ୍ଟ ସେ ଗୃହୀ, ଯିଏ ଭାବରେ ସନ୍ତୁଷ୍ଟ ସେ ଆଦର୍ଶ ଗୃହୀ। ତେଣୁ ଆଦର୍ଶ ଗୃହୀଙ୍କ ମୁଁ ଖାଲି ଦୁଇଟି ପ୍ରାକ୍ଟିକାଲ କଥା କହିବି ଯେଉଁଟା ଜୀବନରେ ଘଟିଛି ସେଠିକି ଆସୁଛି। ଯିଏ ଦ୍ରବ୍ୟରେ ସନ୍ତୁଷ୍ଟ ସେ ଗୃହୀ, ଯିଏ ଭାବରେ ସନ୍ତୁଷ୍ଟ ସେ ଆଦର୍ଶ ଗୃହୀ। ଯିଏ ବାପା ମାଙ୍କ ସେବା କର୍ତ୍ତବ୍ୟ ଦୃଷ୍ଟିରେ କରେ ସେ ଗୃହୀ, ଯିଏ ବାପା ମାଙ୍କ ସେବା ଭଗବତ ଦୃଷ୍ଟିରେ କରେ ସେ ଆଦର୍ଶ ଗୃହୀ। ବହୁତ କଥା ଅଛି ତା ଭିତରେ, କେତେ ଆମେ ତାକୁ ଆମ ଜୀବନରେ ପ୍ରତିଫଳିତ କରିପାରୁଛୁ ସେଇଟା ଉପରେ କଥା ହେଉଛି। ଗୋଟେ ପ୍ରାକ୍ଟିକାଲ ମୁଁ ଦେଖିଛି ଜଣେ ଆଦର୍ଶ ଗୃହୀଙ୍କୁ, ଯିଏକି ଆମ ସଂଘଭୁକ୍ତ ନୁହନ୍ତି କିନ୍ତୁ ଆଦର୍ଶ। ରାଜକନିକାରେ ଆମର କେନ୍ଦ୍ରାପଡ଼ା ଜିଲ୍ଲା ସଂଘ ହେଉଥିଲା। ଶ୍ୟାମସୁନ୍ଦର ମହାନ୍ତି ଭାଇ ଥିଲେ, ଶ୍ୟାମସୁନ୍ଦର ଦାସ ଭାଇ ଥିଲେ ସଭାପତି ପରିଚାଳକ। ବ୍ରାହ୍ମଣୀ ନଦୀ ମଝିରେ ଏପଟେ ପଟାମୁଣ୍ଡେଇ ସେପଟେ ଆଳି, ପୋଲ ହେଇନାହିଁ, ନାଦରେ କାର ପାରି ହେଇକି ଯାଇଥିଲା। ଆଇଲା ବେଳକୁ ନାଁଟା ପଟାମୁଣ୍ଡେଇ ପଟେ ରହିଛି, ତେଣୁ ଅପେକ୍ଷା କରିବାକୁ ହେଲା। ଅପେକ୍ଷା କରିଛନ୍ତି, ନାଉରିଆ ଯାଇଛନ୍ତି, ଓଲଟା ପଟେ ଅଛି ଏବଂ ନାଉରିଆ ଯାଇଛନ୍ତି ଖାଇବ, ଆହୁରି ଡେରି ହେବ। ସଭାପତି ତ ବସୁଛନ୍ତି କାରରେ, ମୁଁ କ'ଣ କରିବି ଏମିତି ହେଇକି ସେଠି ଗୋଟେ ଗଛ ଥିଲା, ଗଛ ଚାରିପଟେ ପିଣ୍ଡିଟା ହେଇଥିଲା। ଜଣେ ଲୁଙ୍ଗି ପିନ୍ଧିକି ଶୋଇଥିଲେ, ମୁଁ ବସି ପାରିଲି। ସେଥିରେ ମୁଣ୍ଡ ଟେକିଲେ କିଏ ବସିଲେ ବୋଲି ଦେଖିଲା ବେଳକୁ ବେକରେ ଲକେଟ୍ ପଡ଼ିଛି, ଲକେଟ୍ରେ ଠାକୁର ଅଛନ୍ତି। ମୁଁ କହିଲି ଇଏ କିଏ? ମୁଁ ନ ଜାଣିଲା ବେଳେ ପଚାରିଲି, ମୁଁ କହିଲି ବାବାଜୀ କିଏ? ସେ କହିଲେ ହଁ। ମୁଁ କହିଲି ତାଙ୍କର କିଛି ପୂଜା ଫୂଜା ତମ ଘରେ ହୁଏ? ହଁ, କ'ଣ ଗୋଟେ ବହି ଅଛି ମୋ ଦେଇ ପଢ଼େ। ତମର ଗୋଟେ ସମ୍ମିଳନୀ ହୁଏ ଯାଅ? ହଁ, ସେ ଦେଇ କୁଆଡ଼େ ଯାଏ। ମାନେ ଏତେ କାଜୁଆଲ ଯେ, ଆଉ ଆମର କ'ଣ କେମିତି ଚଳ ତମେ କ'ଣ? ଗୋଟେ କଥା ସେ କହିଲେ, ଯେଉଁଟା ପାଇଁ ମୁଁ ଆଜି ଏଠି କହୁଛି, ଯେ ଆମ ଘରେ ଶାଗଟି ଏମିତି ଖରଡ଼ା ହେଲେ ତାଙ୍କୁ ଭୋଗ ନ ଦେଇ ଆମେ ପାଉନାହିଁ, ସେ ଆଦର୍ଶ ଗୃହୀ ଥିଲେ। ସେ ତତ୍ତ୍ୱ ପଢ଼ନ୍ତୁ ନ ପଢ଼ନ୍ତୁ, ବେଶୀ କଥା ଠାକୁରଙ୍କ ବିଷୟରେ ଜାଣନ୍ତୁ କି ନ ଜାଣନ୍ତୁ, କିନ୍ତୁ ଗୋଟିଏ କଥା ସେ କହିଲେ ଯେ ଆମ ଘରେ ଶାଗ ଖରଡ଼ାଟି ହେଲେ ତାଙ୍କୁ ଭୋଗ ନ ଦେଇ ଆମେ ପାଉନି, ସେ ଆଦର୍ଶ ଗୃହୀ ଥିଲେ, ତାଙ୍କୁ ପ୍ରତ୍ୟକ୍ଷ କରିଛି। ଆଉ ଜଣେ ଆଦର୍ଶ ଗୃହୀଙ୍କ କଥା ମୁଁ ଶାସ୍ତ୍ରରୁ ପଢ଼ିଛି, ସେଟା ହେଲା ରାମାନୁଜାଚାର୍ଯ୍ୟଙ୍କ ବିଷୟରେ। ଭାରତୀୟ ସାଧକ ଠାକୁରଙ୍କର ଜଣେ ରିଲେସନ୍ ବଙ୍ଗଳାରେ ଲେଖିଥିଲେ 7ଟା ଭଲ୍ୟୁମ୍, 5ଟା କି 6ଟା ଓଡ଼ିଆ ହେଇଛି, ତା ଦେହରେ ପଢ଼ିଥିଲେ ରାମାନୁଜାଚାର୍ଯ୍ୟ। ଭାଇ କହିପାରିବେ, ଭାଇ ବୋଧେ ସେଟା ବିଶିଷ୍ଟ ଦ୍ୱୈତବାଦ ନା? ଆଜ୍ଞା, ବିଶିଷ୍ଟ ଦ୍ୱୈତବାଦ, ସ୍ୱତନ୍ତ୍ରବାଦ। ସେ
ରାମ ଅନୁଜ ସେ ଯାଉଛନ୍ତି ଶିଷ୍ୟମାନଙ୍କ ସହିତ ନେଇକିରି। ଯଜ୍ଞେଶ୍ୱର ବୋଲି ତାଙ୍କର ଜଣେ ଶିଷ୍ୟ ଥିଲେ, ସେ ଚାହିଁଲେ ଯେ ସେଇଠି ଟିକେ ରହିଯିବେ, ଆଉ ଯେଉଁ ଶିଷ୍ୟ ପରିବେଷ୍ଟିତ ହେଇଛନ୍ତି ତାଙ୍କ ଘରେ ମାଂସ ପ୍ରସାଦ ପାଇବେ, ଭୋଗ ହବ, ପ୍ରସାଦ ପାଇବେ। ଯଜ୍ଞେଶ୍ୱର ମନା କରିଦେଲେ, ମୁଁ ଏତେ ଜଣକୁ କଲା ବେଳେ ମୁଁ ବର୍ତ୍ତମାନ ପ୍ରସ୍ତୁତ ନାହିଁ। ଲାଗିଲା ବରଦାଚାର୍ଯ୍ୟ ବୋଲି ଆଉ ଜଣେ ତାଙ୍କ ଶିଷ୍ୟ ଘରୁ ଗଲେ। ଯେତେବେଳେ ସେ ବରଦାଚାର୍ଯ୍ୟ ନଥିଲେ, ସେ ଭିକ ମାଗିବାକୁ ଯାଇଥିଲେ। ଯାହା ଭିକ୍ଷା ମାଗନ୍ତି ସେତିକିରେ ଘର ଚଳେ, ଘରେ ଗୋଟେ ତଣ୍ଡୁଳ ବି ନାହିଁ। ଯାଇକି ପହଞ୍ଚିଲେ, ବରଦାଚାର୍ଯ୍ୟ ଘରେ ପହଞ୍ଚିଲେ। ଗୁରୁ ଆସିଛନ୍ତି, ଏତେ ଶିଷ୍ୟଙ୍କୁ ଧରିକି ଘରେ ତଣ୍ଡୁଳି ନାହିଁ, କ'ଣ କରିବେ? ମା ବ୍ୟସ୍ତ ହିଁ ପଡ଼ିଲେ। ସେ ଯେ ଶ୍ରେଷ୍ଠୀ ଥିଲେ, ଶ୍ରେଷ୍ଠୀ ସେତେବେଳେ କୁହାଥିଲା ସେ କାଳରେ, ଯାହାଙ୍କର ଧନ ସମ୍ପତ୍ତି ଅଛି, ଦୋକାନ ବଜାର ଅଛି, ସେ ତାଙ୍କ ପାଖରୁ କିଛି ଆଣିବେ। ସେ କିନ୍ତୁ ମାଆଙ୍କ ପ୍ରତି ତାଙ୍କର ଆସକ୍ତି ଥିଲା। ମା ଯାଇ କହୁଛନ୍ତି ଯେ ତମେ ମୋତେ ମୋର ଗୁରୁଙ୍କ ସେବା ପାଇଁ ଏତିକି ଦିଅ, ମୁଁ ତାଙ୍କୁ ସେବା କରିସାରେ ମୁଁ ତମ ପାଖକୁ ଆସିବି। ସ୍ୱାମୀ ନାହାନ୍ତି, ସ୍ୱାମୀ ଭିକ୍ଷା କରିବାକୁ ଯାଇଛନ୍ତି ବରଦାଚାର୍ଯ୍ୟ, ସେ ତ ଦେଇଦେଲେ। ସବୁ ହେଇଗଲା, ଗୁରୁ ସନ୍ତୁଷ୍ଟ ହେଇଗଲେ, ବରଦାଚାର୍ଯ୍ୟ ଫେରିଛନ୍ତି। କିନ୍ତୁ ଘରେ ତ କିଛି ନଥିଲା, ତେଣୁ ଗୁରୁଙ୍କୁ ଏତେ ସେବା କଲ କେମିତି? ଏତେ ସନ୍ନ୍ୟାସୀ ଥିଲେ ନା, ଏ ହେଇଛି, ମୁଁ ତ କଥା ଦେଇଛି, ଗୁରୁ ସନ୍ତୁଷ୍ଟ ହେଇକି ଏଠୁ ଗଲା ପରେ ମୁଁ ଯିବି। ସ୍ୱାମୀଙ୍କର ସପୋର୍ଟ ପାଇଲି, ତାଙ୍କୁ ତ ଭୋଗ ଦିଆ ହେଇଗଲା, ଏମାନେ ସବୁ ପାଇଗଲେ, କିନ୍ତୁ ରାମାନୁଜ ଅଛନ୍ତି କିଛି ଅଜଣା ରହୁନି ନା। ସେ ଜାଣିଗଲେ, କହିଲେ ହଉ ଆମେ ତ ପ୍ରସାଦ ପାଇଗଲୁ, ଆଉ ଯାହା ବଳକା ଅଛି ସେ ଶ୍ରେଷ୍ଠୀ ଘରକୁ ଟିକେ ନେଇଯାଏ। ଯେମିତି ସେ ଶ୍ରେଷ୍ଠୀ ଘରକୁ ପ୍ରସାଦ ଯାଇଛି, ପ୍ରସାଦଟା ଏତେ ଭଲ ସ୍ମେଲ୍ ତା ଦେହରୁ ଆଇଲା ଯେ ତାଙ୍କର ପରିବର୍ତ୍ତନ ହେଇଗଲା। ହଁ, ସ୍ତ୍ରୀକୁ ପଠେଇ ଦେଇକି ସ୍ୱାମୀ ବାହାରେ ଅପେକ୍ଷା କରିଛନ୍ତି, ତାଙ୍କର ପରିବର୍ତ୍ତନ ହେଇଗଲା। ଏଇ ଯେଉଁ ଗୁରୁଙ୍କ ପାଇଁ କେମିତି ତ୍ୟାଗ କରାଯାଇପାରେ, ସେଇମାନେ ହେଉଛନ୍ତି ଆଦର୍ଶ ଗୃହସ୍ଥ, ଯେ ସମସ୍ତ ଜଳାଞ୍ଜଳି ଦେଇକରି ଗୁରୁଙ୍କର ସେବା କରିପାରେ, ସେ ହେଉଛି ଆଦର୍ଶ ଗୃହସ୍ଥ। ଜୟ ଗୁରୁ।